ବ୍ରହ୍ମାଣ୍ଡ ଭୂଗୋଳ ତ୍ରୟୋତିଂଶ ଅଧ୍ୟାୟ। ଅର୍ଜୁନ ଅବାଚ। ଅର୍ଜୁନ ଯୋଡ଼ି କର ତଳ ପଡ଼େ ଗୋବିନ୍ଦ ପାଦ ତଳ। ପଞ୍ଚମେ ମୀନ ରୂପ ହୋଇ ଧରଣୀ ଭରାସିରେ ବହି। ଭୂମି ପାତାଳେ ଥିଲା ମଜି ପ୍ରଳୟ କାଳେ ଜଳେ ମଜି। ଶୂକର ରୂପେ ପଦ୍ମ କଳ୍ପେ ଭୂମି ତୋଳିଲେ ଦନ୍ତ ଶିଖେ। ପ୍ରଳୟ ଜଳକେ ହୋଇଲା ଭୂମି ପାତାଳେ ହଜିଥିଲା। ଶୂକର ରୂପ ସେ ଧଇଲେ କେମନ୍ତେ ଭୂମି କି ତୋଳିଲେ। ଏକଥା କହ ଭାବଗ୍ରାହୀ ମୁଁ ତୁମ୍ଭ ଚରଣେ ସେ ବହି। ଶ୍ରୀ ଭଗବାନ ଉବାଚ। ଶୁଣି ଅର୍ଜୁନ ଦେଇ ମନ ତୋତେ କହିବା ଦିବ୍ୟ ଗାନ। ପ୍ରଳୟ ବୋଲି ମାତା ରଜ ଆବର ଜଳେ ଅଟେ ବୀଜ। ରଜରେ ବୀଜ ଯେ ପଡ଼ିଲା ଅନେକ ଦିନ ଭାସୁଥିଲା। ସେଠାରେ ମତ୍ସ୍ୟ ପ୍ରାୟ ହୋଇ କାମ ଯେ ଶଙ୍ଖାସୁର କହି। ଶୂକର ଶରୀର ଧଇଲା ପବନ ଦନ୍ତରେ ବହିଲା। କାମ କ୍ରୋଧ ହିଁ ପଛେ ଆସି ଶରୀର ବିହରିଲେ ପଶି। ଇନ୍ଦ୍ର କି ଆସୀନ ସ୍ଥାପିଲେ ଦୁର୍ଲଭ ସୁଖେ ସେ ରହିଲେ। କହଇ ବଳରାମ ଦାସ ଶୂକର ପାଦେ ମୋର ଆସ। ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ତ୍ରୟୋତିଂଶ ଅଧ୍ୟାୟ ସମାପ୍ତ।